ଗୀତାଧ୍ୟୟନଶୀଳସ୍ୟ ପ୍ରାଣାୟାମପରସ୍ୟ च ନୈବ ସନ୍ତି ହି ପାପାନି ପୂର୍ବଜନ୍ମ କୃତାନି च। ପ୍ରିୟ ମୋର ଭାଇ ଭଉଣୀ, ମା ଓ ମାଉସୀ ଏବଂ ଗୀତା ଶୁଣୁଥିବା ପ୍ରତ୍ୟେକ ଶ୍ରୋତାଗଣ, ଯଦି କୌଣସି ବ୍ୟକ୍ତି ବହୁ ନିଷ୍ଠା ଓ ଗମ୍ଭୀରତାର ସହିତ ଶ୍ରୀମଦ୍ ଭଗବଦ୍ ଗୀତା ଶୁଣିବା ପାଇଁ ସମୟ ଦିଏ ଏବଂ ଭଗବଦ୍ ଗୀତା ପାଠ କରେ, ତାହେଲେ ଭଗବାନଙ୍କର ଅନୁକମ୍ପାରୁ ତାହାର ଗତ ପାପକର୍ମର ପ୍ରତିକ୍ରିୟା ତାକୁ ଆଉ ଭୋଗ କରିବାକୁ ପଡ଼େ ନାହିଁ। ଏହି କଥା ଶ୍ରୀମଦ୍ ଭଗବଦ୍ ଗୀତାରେ ଭଗବାନ ଘୋଷଣା କରିଛନ୍ତି। ଏକଂ ଶାସ୍ତ୍ରଂ ଦେବକୀପୁତ୍ର ଗୀତଂ ଏକ ଦେବ ଦେବକୀପୁତ୍ର ଏବ ଏକ ମନ୍ତ୍ରସ୍ତସ୍ୟ ନାମାନି ଆନି କର୍ମାପେକ୍ଷଂ ତସ୍ୟ ଦେବସ୍ୟ ସେବା। ଆଜିକାଲି ମାନବ ସମସ୍ତେ ବ୍ୟସ୍ତ କିପରି ଗୋଟିଏ ଗ୍ରନ୍ଥ, ଗୋଟିଏ ଭଗବାନ, ଗୋଟିଏ ଧର୍ମ ଏବଂ ଗୋଟିଏ ଧନ୍ଦା ପାଇବ। ତେଣୁ ଏକଂ ଶାସ୍ତ୍ରଂ ଦେବକୀପୁତ୍ର ଗୀତମ୍, ସମଗ୍ର ପୃଥିବୀ ନିମିତ୍ତ ଗୋଟିଏ ସାଧାରଣ ଗ୍ରନ୍ଥ ଏ ଭଗବଦ୍ଗୀତା ହେଉ। ଏକ ଦେବ ଦେବକୀପୁତ୍ର ଏବ, ଏବଂ ଶ୍ରୀକୃଷ୍ଣ ସମଗ୍ର ପୃଥିବୀର ଏକମାତ୍ର ଭଗବାନ ହୁଅନ୍ତୁ। ଏକ ମନ୍ତ୍ରସ୍ତସ୍ୟ ନାମାନି ଆନି, ଏବଂ ଗୋଟିଏ ମନ୍ତ୍ର ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ, ଏହି ମନ୍ତ୍ର ହେଉ। ଏବଂ ତସ୍ୟ ଦେବସ୍ୟ ସେବା, ଗୋଟିଏ ମାତ୍ର କର୍ମ ବା ସେବା ପରମ ପୁରୁଷ ଭଗବାନଙ୍କର ହେବା ଉଚିତ। ୟାମିମାଂ ପୁଷ୍ପିତାଂ ବାଚଂ ପ୍ରପଦ୍ୟନ୍ତି ବିପଶ୍ଚିତଃ ବେଦ ବାଦରତଃ ପାର୍ଥ ନାନ୍ୟଦସ୍ତିତି ବାଦିନଃ କାମାମାନଂ ସର୍ଗପରାଗ ଜନ୍ମ କର୍ମ ଫଳପ୍ରଦାଂ କ୍ରିୟା ବିଶେଷ ବହୁଳାଂ ଭଗ୍ୟେ ସଜ୍ଜା ଗତିଂ ପ୍ରତି। ବେଦର ଅତି ମଧୁର କଥାଗୁଡ଼ିକ ସକାମ କର୍ମୀଗଣଙ୍କୁ ସ୍ୱର୍ଗପ୍ରାପ୍ତି କରିବା ନିମିତ୍ତ, ଭଲ ଜନ୍ମ ଲାଭ କରିବା ନିମିତ୍ତ ଏବଂ କ୍ଷମତା ଆଦି ଲାଭ କରିବା ନିମିତ୍ତ ପ୍ରଲୋଭନ ଦେଖାଏ। ଯେଉଁମାନେ ଅଳ୍ପ ବୁଦ୍ଧି ସମ୍ପନ୍ନ ଲୋକ, ସେମାନେ ଏଥିପ୍ରତି ବା ବେଦର ମଧୁର କଥାଗୁଡ଼ିକ ପ୍ରତି ବିଶେଷ ଆକୃଷ୍ଟ ହୋଇପଡ଼ନ୍ତି। ଇନ୍ଦ୍ରିୟ ସୁଖ ଓ ଐଶ୍ୱର୍ଯ୍ୟପୂର୍ଣ୍ଣ ଜୀବନଯାପନ କାମନାର ଦୋଷବର୍ତ୍ତୀ ହୋଇ ସେମାନେ କହନ୍ତି ଯେ ଦୁନିଆରେ ଏହା ଛଡ଼ା ଆଉ କିଛି ଅଧିକ ନାହିଁ। ଶ୍ରୋତାଗଣ, ସାଧାରଣ ଲୋକେ ଏତେ ବୁଦ୍ଧିଆ ନୁହନ୍ତି ଏବଂ ସେମାନଙ୍କର ଅଜ୍ଞତା ହେତୁ ବେଦର କର୍ମକାଣ୍ଡ ବିଭାଗରେ କୁହାଯାଇଥିବା ସକାମ କର୍ମ ପ୍ରତି ସେମାନେ ଖୁବ୍ ଆକୃଷ୍ଟ ହୋଇପଡ଼ନ୍ତି। ଯେଉଁଥିରୁ ଇନ୍ଦ୍ରିୟ ସୁଖ ମିଳିବ ତାହା ହିଁ ସେମାନେ ଚାହାନ୍ତି, ତାହାଠାରୁ ଅଧିକ କିଛି ଚାହାନ୍ତି ନାହିଁ। ସେମାନେ ଚାହାନ୍ତି କେଉଁ ସ୍ଥାନରେ ସେମାନେ ସ୍ୱର୍ଗ ସୁଖ ଲାଭ କରିବେ। ଯେଉଁ ସ୍ଥାନରେ ମଦ୍ୟ ଓ ମୈଥୁନ ଏବଂ ଭୌତିକ ଐଶ୍ୱର୍ଯ୍ୟ ଖୁବ୍ ସହଜରେ ମିଳିବ, ସେହି ସ୍ଥାନ ସେମାନେ ଚାହାନ୍ତି। ବେଦରେ ଅନେକ ଏପରି ଯଜ୍ଞବିଧିର ବ୍ୟବସ୍ଥା ଅଛି, ବିଶେଷ କରି ଜ୍ୟୋତିଷ୍ଠମୀ ଯଜ୍ଞର ବ୍ୟବସ୍ଥା ଅଛି, ଯାହା ଅନୁଷ୍ଠାନ କଲେ ସ୍ୱର୍ଗପ୍ରାପ୍ତି ହେବ। ଏହା ବେଦରେ କଥିତ ଅଛି ଯେ ଯେଉଁ ବ୍ୟକ୍ତି ସ୍ୱର୍ଗପ୍ରାପ୍ତି ଇଚ୍ଛା କରେ ସେ ଏସବୁ ଯଜ୍ଞାନୁଷ୍ଠାନ କରିବା ଉଚିତ। ଏବଂ ଅଳ୍ପ ବୁଦ୍ଧି ସମ୍ପନ୍ନ ବ୍ୟକ୍ତିଗଣ ଭାବନ୍ତି ଯେ ଏହା ହିଁ ହେଉଛି ବେଦ ପାଠର ଏକମାତ୍ର ଉଦ୍ଦେଶ୍ୟ। ଏ ପ୍ରକାର ଅନଭିଜ୍ଞ ଲୋକେ କଦାପି କୃଷ୍ଣ ଚେତନାରେ ସ୍ଥିର ହୋଇପାରନ୍ତି ନାହିଁ। ସେମାନଙ୍କ ପକ୍ଷରେ ଏହା ଅତ୍ୟନ୍ତ ଦୁରୂହ ଅଟେ। ମୂର୍ଖମାନେ ଜାଣନ୍ତି ନାହିଁ ବିଷାକ୍ତ ବୃକ୍ଷର ଫଳ ପୁଷ୍ପ ମଧ୍ୟ ବିଷାକ୍ତ ଅଟେ। ଏହା ନ ଜାଣି ସେମାନେ ଯେପରି ସେଥିପ୍ରତି ଆକୃଷ୍ଟ ହୁଅନ୍ତି, ଠିକ୍ ସେହିପରି ଜ୍ଞାନ ଲାଭ ନ କରିଥିବା ଲୋକେ ସ୍ୱର୍ଗସୁଖ ଏବଂ ତଜନିତ ଇନ୍ଦ୍ରିୟ ତୃପ୍ତି ପ୍ରତି ଆକୃଷ୍ଟ ହୁଅନ୍ତି। ବେଦର କର୍ମକାଣ୍ଡ ବିଭାଗରେ କୁହାଯାଇଛି ଯେ ଅପାମସ ମାମ ଅମୃତା ଅଭୁମ୍ ଏବଂ ଅକ୍ଷୟମ୍ ହୋ ବେ ଚାତୁରମସ୍ୟ ଯୋଜିନ ସୁକୃତମ୍ ଭବତି। ଯେଉଁମାନେ ଚତୁର୍ମାସ୍ୟ ବ୍ରତ ବା ତପସ୍ୟା ଆଚରଣ କରନ୍ତି, ସେମାନେ ସମରସ ପାନ କରିବାକୁ ଯୋଗ୍ୟ ହୁଅନ୍ତି ଏବଂ ଯଦ୍ୱାରା ସେମାନେ ଚିରଦିନ ଅମର ଓ ସୁଖୀ ହୋଇ ରହନ୍ତି। ଏପରିକି ଏହି ପୃଥିବୀରେ କେତେକ ସମରସ ପାନ କରି ଇନ୍ଦ୍ରିୟ ସୁଖ ଭୋଗ କରିବା ନିମିତ୍ତ ଖୁବ୍ ବଳିଷ୍ଠ ହେବାକୁ ଇଚ୍ଛା କରନ୍ତି। ଭୌତିକ ବନ୍ଧନରୁ ମୁକ୍ତ ହେବାର ବିଶ୍ୱାସ ସେମାନଙ୍କର ନଥାଏ।
ଏବଂ ସେମାନେ ଖୁବ୍ ଆଡ଼ମ୍ବରରେ ଦୈବିକ ଯଜ୍ଞାନୁଷ୍ଠାନ କରିବାରେ ବ୍ୟସ୍ତ ଥାନ୍ତି। ସେମାନେ ସାଧାରଣତଃ ଇନ୍ଦ୍ରିୟ ସୁଖ ପଛରେ ଧାବମାନ ଏବଂ ଜୀବନର ସ୍ୱର୍ଗ ସୁଖ ଛଡ଼ା ଆଉ କିଛି ସେମାନେ ଚାହାନ୍ତି ନାହିଁ। କଥିତ ଅଛି, ସ୍ୱର୍ଗରେ ନନ୍ଦନକାନନ ନାମକ ଏକ ସୁନ୍ଦର ବନ ଅଛି, ଯେଉଁଠାରେ ସ୍ୱର୍ଗର ସୁନ୍ଦରୀ ଯୁବତୀ ବା ପରୀମାନଙ୍କର ସଙ୍ଗ ସୁଖ ମିଳେ ଏବଂ ପ୍ରଚୁର ପରିମାଣରେ ସମରସ ପାନ କରିବାକୁ ମିଳେ। ଏ ପ୍ରକାର ଶାରୀରିକ ସୁଖ ବାସ୍ତବିକ ଇନ୍ଦ୍ରିୟ ସୁଖ ଅଟେ। ତେଣୁ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଏ ଭୌତିକ ଜଗତରେ ରାଜା ହୋଇ ଅସ୍ଥାୟୀ ଭୌତିକ ସୁଖ ଭୋଗ କରିବାକୁ ଇଚ୍ଛା କରନ୍ତି ଏବଂ ଏକମାତ୍ର ସେଥିପ୍ରତି ହିଁ ଆକୃଷ୍ଟ ହୋଇଥାନ୍ତି। ଭୋଗ୍ୟୈଶ୍ୱର୍ଯ୍ୟ ପ୍ରସନ୍ତାନାଂ ତ୍ୱୟା ପ୍ରହୃତ ଚେତସାମ୍ ବ୍ୟବସାୟାମିକା ବୃଦ୍ଧି ସମାଧୀନ ବିଧୀୟତେ। ଯେଉଁମାନେ ଇନ୍ଦ୍ରିୟ ସୁଖ ଏବଂ ଭୌତିକ ଐଶ୍ୱର୍ଯ୍ୟ ପ୍ରତି ଅତ୍ୟନ୍ତ ଆସକ୍ତ ଏବଂ ଯେଉଁମାନେ ଏ ପ୍ରକାର ବିଷୟବସ୍ତୁରେ ବିଚଳିତ ହୁଅନ୍ତି, ସେମାନଙ୍କ ମନରେ ଭଗବତ ସେବା ନିମିତ୍ତ ଦୃଢ଼ ନିଶ୍ଚୟତା ଦେଖାଦିଏ ନାହିଁ। ଶ୍ରୋତାବନ୍ଧୁ, ସମାଧି କହିଲେ ସ୍ଥିର ମନକୁ ବୁଝାଏ। ଦୈବିକ ଅଭିଧାନ ନିରୁକ୍ତିରେ କୁହାଯାଇଛି ଯେ ସମ୍ୟଗ୍ ଅଧୀୟତେସ୍ମିନ୍ ଆତ୍ମତତ୍ତ୍ୱ ଯଥାସ୍ମନମ୍, ଅର୍ଥାତ୍ ଯେତେବେଳେ ମନ ଆତ୍ମାକୁ ବୁଝିବା ନିମିତ୍ତ ସ୍ଥିର ହୋଇଯାଏ, ସେତେବେଳେ ସେ ଅବସ୍ଥାକୁ ସମାଧି କୁହାଯାଏ। ଯେଉଁମାନେ ଭୌତିକ ସୁଖ ପଛରେ ଧାବମାନ କିମ୍ବା ଏ ପ୍ରକାର ଅସ୍ଥାୟୀ ପଦାର୍ଥ ପ୍ରତି ଆସକ୍ତ, ସେମାନଙ୍କ ପକ୍ଷରେ ସମାଧି ସମ୍ଭବପର ନୁହେଁ। ସେମାନେ ଅଳ୍ପାଧିକ ପରିମାଣରେ ଭୌତିକ ଶକ୍ତି ଦ୍ୱାରା ପରାହତ ହୋଇଥାନ୍ତି। ତ୍ରୈଗୁଣ୍ୟ ବିଷୟା ବେଦା ନିସ୍ତ୍ରୈଗୁଣ୍ୟ ଭବାର୍ଜୁନ ନିଦ୍ୱନ୍ଦ୍ୱ ନିତ୍ୟ ସତସ୍ଥ ନିଯୋଗକ୍ଷେମ ଆତ୍ମବାନ୍। ସାଧାରଣତଃ ବେଦ ଭୂତ ପ୍ରକୃତିର ତ୍ରିଗୁଣ ସମ୍ବନ୍ଧରେ କହିଥାଏ। ହେ ଅର୍ଜୁନ, ଏ ତ୍ରିଗୁଣର ଊର୍ଦ୍ଧ୍ୱକୁ ଯାଅ, ଏମାନଙ୍କୁ ଅତିକ୍ରମ କରି ଚତୁର୍ଦ୍ଧରେ ଅବସ୍ଥାନ କର। ସମସ୍ତ ପ୍ରକାର ଦ୍ୱନ୍ଦ୍ୱଭାବ ଓ ଦ୍ୱୈତଭାବ ଏବଂ ଲାଭ ଓ ନିରାପତ୍ତା ଆଦି ସମ୍ବନ୍ଧୀୟ ସମସ୍ତ ପ୍ରକାର ଉଦ୍ବିଗ୍ନତାରୁ ମୁକ୍ତ ହୁଅ ଏବଂ ଆତ୍ମାରେ ଅବସ୍ଥାନ କର। ଏହି କଥା ଭଗବାନ ଅର୍ଜୁନଙ୍କୁ କହୁଛନ୍ତି। ସମସ୍ତ ପ୍ରକାର ଭୌତିକ କର୍ମ ଭୂତ ପ୍ରକୃତିର କ୍ରିୟାରେ ହିଁ ଅନୁଷ୍ଠିତ ହୁଏ। ସେଗୁଡ଼ିକ ହେଉଛି ସକାମ କର୍ମ। ଏହା ବ୍ୟକ୍ତିକୁ ଏ ଭୌତିକ ଜଗତରେ ବନ୍ଧନରେ ପକାଏ। ବେଦ ଗୁଡ଼ିକରେ ସାଧାରଣତଃ ସକାମ କର୍ମ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି। ଏହା ଜନସାଧାରଣଙ୍କୁ କ୍ରମଶଃ ଇନ୍ଦ୍ରିୟ ସୁଖ ଭୋଗ ଜନିତ ନିମ୍ନ ଚେତନା ସ୍ତରରୁ ଦିବ୍ୟ ଚେତନା ସ୍ତରକୁ ଉନ୍ନୀତ କରାଏ। ଅର୍ଜୁନ ଭଗବାନଙ୍କ ଶ୍ରୀକୃଷ୍ଣଙ୍କର ଏକ ବନ୍ଧୁ ଓ ଶିଷ୍ୟ ଅଟନ୍ତି। ତେଣୁ ଭଗବାନ ତାଙ୍କୁ ଉପଦେଶ ଦେଉଛନ୍ତି ଯେ ସେ ତ୍ରିଗୁଣରୁ ଅତିକ୍ରମ କରି ବେଦାନ୍ତ ଦର୍ଶନର ଦିବ୍ୟ ସ୍ତରରେ ଅବସ୍ଥାନ କରନ୍ତୁ। ଯେଉଁ ସ୍ତରର ପ୍ରାରମ୍ଭରେ ହିଁ ବ୍ୟକ୍ତି ବ୍ରହ୍ମ ଜିଜ୍ଞାସା କରେ, ଅର୍ଥାତ୍ ଭଗବାନ ବା ପରମ ବ୍ରହ୍ମଙ୍କ ସମ୍ବନ୍ଧରେ ପ୍ରଶ୍ନ କରେ। ଏ ଭୌତିକ ଜଗତରେ ସମସ୍ତ ଜୀବ ବଞ୍ଚିବା ପାଇଁ କଠିନ ସଂଗ୍ରାମ କରନ୍ତି। ଭଗବାନ ଏ ଭୌତିକ ଜଗତ ସୃଷ୍ଟି କଲା ପରେ ବଦ୍ଧଜୀବୀମାନଙ୍କ ନିମିତ୍ତ ଦୈବିକ ଜ୍ଞାନ ଦେଲେ। ସେଥିରେ ସେ ଉପଦେଶ ଦେଉଛନ୍ତି କିପରି ଭାବରେ ଏ ଭୌତିକ ଜଗତରେ ଜୀବଯାପନ କରିବାକୁ ହେବ ଏବଂ ଭୌତିକ ବନ୍ଧନରୁ ମୁକ୍ତି ଲାଭ କରିବାକୁ ହେବ। ଯେତେବେଳେ ଇନ୍ଦ୍ରିୟ ତୃପ୍ତି ଜନିତ ସକାମ କର୍ମ ଅର୍ଥାତ୍ ବେଦର କର୍ମକାଣ୍ଡ ବିଭାଗ ଶେଷ ହୋଇଯାଏ, ସେତେବେଳେ ଆତ୍ମାନୁଭୂତି ଲାଭ ନିମିତ୍ତ ସୁଯୋଗ ଦିଆଯାଏ। ଏହା ଉପନିଷଦ ରୂପରେ ଆସେ। ଉପନିଷଦ ଗୁଡ଼ିକ ବେଦର ଅଂଶବିଶେଷ ଅଟେ। ଯେପରି ଭଗବଦ୍ଗୀତା ପଞ୍ଚମ ବେଦ ଅର୍ଥାତ୍ ମହାଭାରତର ଅଂଶ ଅଟେ। ଉପନିଷଦ ଗୁଡ଼ିକ ଦିବ୍ୟ ଜୀବନର ପ୍ରାରମ୍ଭକୁ ଚିହ୍ନାନ୍ତି। ଯେ ପର୍ଯ୍ୟନ୍ତ ଭୌତିକ ଶରୀର ରହିଛି, ସେ ପର୍ଯ୍ୟନ୍ତ ଭୂତ ପ୍ରକୃତିର ଗୁଣମାନଙ୍କର କ୍ରିୟା ପ୍ରତିକ୍ରିୟା ରହିଛି। ବ୍ୟକ୍ତିକୁ ଶିଖିବାକୁ ହେବ ଯେ କିପରି ଦ୍ୱନ୍ଦ୍ୱ ଭାବକୁ ଅର୍ଥାତ୍ ସୁଖ ଦୁଃଖ କିମ୍ବା ଶୀତ ଉଷ୍ଣ ଆଦି ସହିପାରିବ। ଏ ପ୍ରକାର ଦ୍ୱନ୍ଦ୍ୱ ଭାବକୁ ସହିବା ଦ୍ୱାରା ସେ ଲାଭ କ୍ଷତି ଜନିତ ମାନସିକ ଉଦ୍ବିଗ୍ନତାରୁ ମୁକ୍ତ ହୋଇଯାଏ।
ବ୍ୟକ୍ତି ଯେତେବେଳେ ପୂର୍ଣ୍ଣ କୃଷ୍ଣ ଚେତନାରେ ରହିବ, ଅର୍ଥାତ୍ ଯେତେବେଳେ ସେ ସମ୍ପୂର୍ଣ୍ଣ ରୂପେ କୃଷ୍ଣଙ୍କର କୃପା ଉପରେ ହିଁ ନିର୍ଭର କରିବ, ସେତେବେଳେ ସେ ଏହି ଦିବ୍ୟ ସ୍ଥିତି ଲାଭ କରିପାରିବ। ୟବାନ୍ ଅର୍ଥ ଉତ୍ପାନେ ସର୍ବତଃ ସମ୍ପୃକ୍ତୋଦକେ ତାବାନ୍ ସର୍ବେଷୁଂ ଦେବସୁଂ ବ୍ରାହ୍ମଣସ୍ୟ ବିଜାନତଃ। କ୍ଷୁଦ୍ର ପୁଷ୍କରିଣୀରେ ଯେଉଁ ଉଦ୍ଦେଶ୍ୟ ସାଧିତ ହୁଏ, ତାହା ସାଙ୍ଗେ ସାଙ୍ଗେ ସେହି ସମସ୍ତ ଉଦ୍ଦେଶ୍ୟ ଏକ ବିରାଟ ଜଳ ଭଣ୍ଡାର ଦ୍ୱାରା ତତ୍କ୍ଷଣ ସାଧିତ ହୋଇପାରେ। ଠିକ୍ ସେହିପରି ବେଦ ପାଠର ଉଦ୍ଦେଶ୍ୟ କ'ଣ, ଏହା ଯେ ଜାଣିଛି ତାଦ୍ୱାରା ବେଦ ପାଠର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରେ। ଶ୍ରୋତାଗଣ, ବେଦର କର୍ମକାଣ୍ଡ ବିଭାଗରେ ଯେଉଁ ବ୍ରତ ବିଧାନ ଓ ଯଜ୍ଞାନୁଷ୍ଠାନର ବର୍ଣ୍ଣନା କରାଯାଇଛି, ତାହା ମାନବର ଆତ୍ମାନୁଭୂତି ଲାଭ ଦିଗରେ କ୍ରମିକ ଉନ୍ନତି ନିମିତ୍ତ ଉଦ୍ଦିଷ୍ଟ। ଭଗବଦ୍ଗୀତାର ପଞ୍ଚଦଶ ଅଧ୍ୟାୟରେ ବେଦ ପାଠର ଉଦ୍ଦେଶ୍ୟ ପରିଷ୍କାର ଭାବରେ କୁହାଯାଇଛି। ବେଦ ପାଠର ଉଦ୍ଦେଶ୍ୟ ହେଲା ସମସ୍ତଙ୍କର ମୂଳ କାରଣ ଶ୍ରୀକୃଷ୍ଣକୁ ଜାଣିବା। ତେଣୁ ଆତ୍ମାନୁଭୂତି ଲାଭର ଅର୍ଥ ହେଲା କୃଷ୍ଣକୁ ଜାଣିବା ଏବଂ ତାଙ୍କ ସହିତ ଆମର କି ଶାଶ୍ୱତ ସମ୍ବନ୍ଧ ଅଛି ତାହା ମଧ୍ୟ ଜାଣିବା। ଜୀବମାନଙ୍କର କୃଷ୍ଣଙ୍କ ସହିତ କି ସମ୍ବନ୍ଧ ଅଛି ତାହା ମଧ୍ୟ ଭଗବଦ୍ଗୀତାର ପଞ୍ଚଦଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଏହି ଦିବ୍ୟବାଣୀ ଚ୍ୟାନେଲରେ ଆପଣଙ୍କୁ ପଞ୍ଚଦଶ ଅଧ୍ୟାୟର ଭିଡ଼ିଓ ମିଳିଯିବ। ଆପଣ ଭିଡ଼ିଓ ଦେଖି ଜାଣିପାରିବେ ସେସବୁ ବିଷୟରେ। ଜୀବଗଣ କୃଷ୍ଣଙ୍କର ଅଂଶବିଶେଷ ଅଟନ୍ତି। ତେଣୁ ବ୍ୟକ୍ତି ନିଜ ହୃଦୟରେ ଥିବା ସୁପ୍ତ କୃଷ୍ଣ ଚେତନାର ଉତ୍ଥାନ କରାଇବା ଦୈବିକ ଜ୍ଞାନର ସର୍ବୋଚ୍ଚ ଶୁଦ୍ଧସ୍ତର ଅଟେ। ତାହା ମଧ୍ୟ ଶ୍ରୀମଦ୍ ଭାଗବତମରେ ନିମ୍ନମତେ ସ୍ୱୀକୃତ ହୋଇଅଛି। ଓହ ବତ ସ୍ୱାପଚେତ ଗରିୟାନ୍ ଯଦି ଯୁଗ୍ରେ ବତତେ ନାମ ତୁଭ୍ୟମ୍ ତେ ପୁସ୍ତ ପସ୍ତେ ଜୁହୁବଃ ସ୍ୱସ୍ତୁ ରାଜ୍ୟ ବ୍ରହ୍ମାନୁଚାର୍ଯ୍ୟଂ ଗୃଣାତି ତେ। ହେ ପ୍ରଭୁ, ଯେଉଁ ବ୍ୟକ୍ତି ଆପଣଙ୍କର ଦିବ୍ୟ ନାମ କୀର୍ତ୍ତନ କରୁଛି, ସେ ନୀଚ କୋଳରେ ଅର୍ଥାତ୍ ଚଣ୍ଡାଳ କୋଳରେ ଜନ୍ମ ହୋଇଥିଲେ ସୁଦ୍ଧା ସେ ଆତ୍ମାନୁଭୂତିର ସର୍ବୋଚ୍ଚ ସ୍ତରରେ ଅବସ୍ଥିତ ବୋଲି ବୁଝିବାକୁ ପଡ଼ିବ। ଏ ପ୍ରକାର ବ୍ୟକ୍ତି ସମସ୍ତ ତପସ୍ୟା ଓ ସାଧନା କରିସାରିଛି, ଦୈବିକ କର୍ମକାଣ୍ଡ ଅନୁଯାୟୀ ସମସ୍ତ ଯଜ୍ଞବିଧି ଅନୁଷ୍ଠାନ କରିସାରିଛି ଏବଂ ସମସ୍ତ ତୀର୍ଥକ୍ଷେତ୍ରରେ ଭ୍ରମଣ କରି ଓ ସ୍ନାନ କରି ଅନେକ ବାର ଦୈବିକ ସାହିତ୍ୟ ଅଧ୍ୟୟନ କରିସାରିଛି ବୋଲି ବୁଝିବାକୁ ହେବ। ଏ ପ୍ରକାର ବ୍ୟକ୍ତି ଆର୍ଯ୍ୟ ବଂଶର ଶ୍ରେଷ୍ଠ ବୋଲି ବୁଝିବାକୁ ହେବ। ତେଣୁ ବ୍ୟକ୍ତି କେବଳ ବେଦର କର୍ମକାଣ୍ଡ ବିଭାଗ ପ୍ରତି ଆକୃଷ୍ଟ ନ ହୋଇ ବେଦର ପ୍ରକୃତ ଉଦ୍ଦେଶ୍ୟ କ'ଣ ତାହା ବୁଝିବାକୁ ହେବ। ଆଉ ମଧ୍ୟ ସେ ଉନ୍ନତ ଧରଣର ଇନ୍ଦ୍ରିୟ ସୁଖ ଉପଭୋଗ ନିମିତ୍ତ ସ୍ୱର୍ଗ ପ୍ରାପ୍ତି ଇଚ୍ଛା କରିବା ଉଚିତ ନୁହେଁ। ଆଜିକାଲି ସମୟରେ ସମସ୍ତେ ଦୈବିକ ବିଧିବିଧାନ ତଥା ବ୍ରତ ବିଧି ତଥା ଅନୁଷ୍ଠାନ ବିଧି ପାଳନ କରିବା ଏବଂ ଉପନିଷଦ ଓ ବେଦାନ୍ତ ଆଦିର ସମସ୍ତ ନିର୍ଦ୍ଦେଶକୁ ଗ୍ରହଣ କରିବା ଏକ ସାଧାରଣ ବ୍ୟକ୍ତି ପକ୍ଷରେ ସମ୍ଭବପର ନୁହେଁ। ବେଦର ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କରିବାକୁ ଖୁବ୍ ସମୟ, ଶକ୍ତି, ଜ୍ଞାନ ଓ ଅର୍ଥ ଦରକାର ଅଟେ। ଏ ଯୁଗର ଏହା ସମ୍ଭବପର ନୁହେଁ। ପତିତ ପାବନ ଗୌରହରି ବା ଚୈତନ୍ୟ ମହାପ୍ରଭୁଙ୍କ ଦ୍ୱାରା ପ୍ରଦର୍ଶିତ ପନ୍ଥା ଅର୍ଥାତ୍ ଭଗବାନଙ୍କର ଦିବ୍ୟ ନାମ କୀର୍ତ୍ତନ ଦ୍ୱାରା ବେଦର ସମସ୍ତ ଉଦ୍ଦେଶ୍ୟ ସାଧିତ ହୋଇଥାଏ। ପ୍ରସିଦ୍ଧ ଦୈବିକ ପଣ୍ଡିତ ପ୍ରକାଶାନନ୍ଦ ସରସ୍ୱତୀ ଯେତେବେଳେ ଚୈତନ୍ୟ ମହାପ୍ରଭୁଙ୍କୁ ପ୍ରଶ୍ନ କଲେ ସେ କାହିଁକି ବେଦାନ୍ତ ଦର୍ଶନ ପାଠ ନ କରନ୍ତି, ଏକ ପାଗଳ ପରି କେବଳ ଭଗବାନଙ୍କର ଦିବ୍ୟ ନାମ କୀର୍ତ୍ତନ କରୁଛନ୍ତି, ସେତେବେଳେ ଚୈତନ୍ୟ ମହାପ୍ରଭୁ ଉତ୍ତର ଦେଲେ ଯେ ତାଙ୍କ ଗୁରୁ ତାଙ୍କୁ ଏକ ମୂର୍ଖ ବୋଲି କହିଲେ ଏବଂ ତାକୁ ଉପଦେଶ ଦେଲେ କେବଳ ଭଗବାନ କୃଷ୍ଣଙ୍କର ଦିବ୍ୟ ନାମ କୀର୍ତ୍ତନ କର। ସେ ତାହା ହିଁ କଲେ ଏବଂ ଏକ ପାଗଳଙ୍କ ପରି ଭାବାବିଷ୍ଟ ହୋଇପଡ଼ିଲେ। ଏ ଯୁଗରେ ଅଧିକାଂଶ ଲୋକ ମୂର୍ଖ ଏବଂ ବେଦାନ୍ତ ଦର୍ଶନ ବୁଝିବା ନିମନ୍ତେ ସେମାନଙ୍କର ଯଥେଷ୍ଟ ଜ୍ଞାନ ନାହିଁ। ଯଦି ତୁମେ ନିରପରାଧ ଭାବରେ ଭଗବାନଙ୍କର ଦିବ୍ୟ ନାମ କୀର୍ତ୍ତନ କରିବ, ତାହେଲେ ବେଦାନ୍ତ ଦର୍ଶନର ସର୍ବୋଚ୍ଚ ଉଦ୍ଦେଶ୍ୟ ସାଧିତ ହେବ। ଦୈବିକ ଜ୍ଞାନର ଶେଷ କଥା ହେଉଛି ବେଦାନ୍ତ ଏବଂ ବେଦାନ୍ତ ଦର୍ଶନର ପ୍ରେରଣତା ତଥା ଜ୍ଞାତା ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ ଏବଂ ଯେଉଁ ମହାତ୍ମା
ଭଗବାନଙ୍କର ଦିବ୍ୟନାମ କୀର୍ତ୍ତନରେ ଆନନ୍ଦ ଅନୁଭବ କରନ୍ତି, ସେ ହିଁ ସର୍ବଶ୍ରେଷ୍ଠ ବେଦାନ୍ତବାଦୀ ଅଟନ୍ତି। ଏହା ହେଉଛି ସମସ୍ତ ବେଦ ପାଠର ରହସ୍ୟ ବା ଅନ୍ତିମ ଉଦ୍ଦେଶ୍ୟ ଅଟେ। ଶ୍ରୋତାବନ୍ଧୁ, ଆଜି ଆମେ ଶ୍ଲୋକ 46 ପର୍ଯ୍ୟନ୍ତ ଆଲୋଚନା କଲୁ। ଯଦି ଏହି ଶ୍ଲୋକର ଭାବାର୍ଥ ଗୁଡ଼ିକ କହିବାରେ ମୋର କିଛି ଭୁଲ ଥାଏ ତାହେଲେ ମୋତେ କ୍ଷମା କରିବେ। ହରେ କୃଷ୍ଣ। ଗୋବିନ୍ଦ ଆପଣଙ୍କୁ ଠିକ୍ ରାସ୍ତାରେ ନିଅନ୍ତୁ, ଏହା ମୋର କାମନା।